ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଥିବେ, ଗତକାଲି ଆପଣଙ୍କର ଜୁନିୟର ଟିଚର ଜଜମେଣ୍ଟ ସମ୍ପର୍କରେ ତ ଏହାର ଜଜମେଣ୍ଟ ପିଡିଏଫଟି ଆପଣଙ୍କ ପାଇଁ ଆସିଯାଇଛି। ଯୋଉଥିରେ ଦେଖନ୍ତୁ କ'ଣ ଲେଖା ହେଇଛି। ଆପଣ ତେସରା ଜିନିଷକୁ ପଢ଼ିବା ପାଇଁ ଚାହୁଁଛନ୍ତି ପଢ଼ିପାରନ୍ତି, ନଚେତ୍ ଡାଇରେକ୍ଟଲି ଆପଣ ପଏଣ୍ଟ ନମ୍ବର 7କୁ ଆସିକି ପଢ଼ିବେ। କ'ଣ ଲେଖା ହେଇଛି ଦେଖନ୍ତୁ। We further clarify that the state of Odisha, OSEPA, shall consider the merit of the aspirants, irrespective of the fact whether they had approached this court or not. ଯିଏ ଆପଣଙ୍କର କେସ୍ କରିଥିଲେ କିମ୍ବା କରିନଥିଲେ, ସମସ୍ତଙ୍କୁ ଆପଣଙ୍କର ଚାକିରି ମିଳିବ। କେବଳ ଯେଉଁମାନଙ୍କର ସ୍କୋର ଭଲ ଥିବ, ଆଉ ସମସ୍ତଙ୍କୁ ତ ମିଳିବନି। ଯେତିକି ବି ସିଟ୍ ଆପଣଙ୍କର ଖାଲି ଅଛି, ସେଇ ସିଟ୍ ଆପଣଙ୍କର ଫିଲ୍ଅପ୍ ହେବ। ତ ବହୁତ ଜଲ୍ଦି ହେଇଗଲେ ବହୁତ ହି ଭଲ। ଏଇ ଛୁଟି ମଧ୍ୟରେ ଯଦି ଆପଣଙ୍କର ଲିଷ୍ଟ ପବ୍ଲିଶ ହେଇକି ଡକୁମେଣ୍ଟ ଭେରିଫିକେସନ୍ ଦେନ୍ କାଉନସିଲିଂ ଅଛି, ଦେନ୍ ପୁଣି ଆପଣଙ୍କର କାଉନସିଲିଂ ପରେ ଆପଣଙ୍କର ଜଏନିଂ ରହିଛି। ତ ବହୁତ ଜଲ୍ଦି ଆପଣଙ୍କର ହେଇଗଲେ ବହୁତ ହି ଭଲ। ଠିକ୍ ଅଛି, ତ ଏହା ହିଁ ଆପଣଙ୍କ ଜଜମେଣ୍ଟ ଥିଲା। ତ ଆପଣମାନେ ୱେଟ୍ କରନ୍ତୁ, ଆପଣଙ୍କର ଲିଷ୍ଟ ପବ୍ଲିଶ ହେଇଯିବ। ଆଉ ଏଟଲିଷ୍ଟ 6,000ରୁ ଅଧିକ ପିଲା ନୂଆ ତ ଆପଣଙ୍କର ପାଇଯିବେ। ଏବେ କିଛି ପିଲାମାନଙ୍କର ଡାଉଟ୍ NIOSକୁ ନେଇକି ରହିଛି। ଏବେ ଯେମିତି ଲାଷ୍ଟ ବେଳକୁ ଆପଣଙ୍କର NIOS ପିଲାଙ୍କ ଲିଷ୍ଟ ପବ୍ଲିଶ ହେଇଥିଲା, ଏଥର ବି ଆପଣଙ୍କର NIOS ପିଲାଙ୍କର ନାଁ ତ ଆସିପାରେ। ଏଥିରେ ନାଁ ଆସିବ ଯଦି ମାର୍କ ସେମାନେ ରଖିଛନ୍ତି, ଦେନ୍ ଡକୁମେଣ୍ଟ ଭେରିଫିକେସନକୁ ଯିବେ। ଆଉ ଡକୁମେଣ୍ଟ ଭେରିଫିକେସନରେ ତାଙ୍କୁ ତ ଏବେ ଆଉ କାଟି ହେବ ନାହିଁ, କାହିଁକିନା NIOS ପିଲାମାନେ ଏବେ ଆପଣଙ୍କର ଏଲିଜିବୁଲ୍ ଅଟନ୍ତି। ଦେନ୍ ଯେଉଁମାନେ ଜଏନିଂ କରିନାହାନ୍ତି, ସେମାନଙ୍କୁ ପୁଣି ଆପଣଙ୍କର ଚାନ୍ସ ମିଳିବ କି? ତ ଜଏନିଂ ଯେଉଁମାନେ କରିନାହାନ୍ତି ତାଙ୍କର ନାଁ ମେ ବି ଆସିପାରେ ଆସି ନପାରେ, ମୁଁ କହିପାରିବିନି। କାହିଁକିନା ସେମାନଙ୍କର ଜଏନିଂ ଅଲରେଡ଼ି ତାଙ୍କୁ ଚାନ୍ସ ଦିଆହେଇଥିଲା, ସେମାନେ ଜଏନିଂ କରିନାହାନ୍ତି। ସେମାନଙ୍କୁ ପୁଣି ଆଉ ଥରେ ଦିଆଯିବ କି ନାହିଁ ମୁଁ ଜାଣିନି। ଠିକ୍ ଅଛି, ତ ଏଟଲିଷ୍ଟ ସିଟ୍ ତ ଆପଣଙ୍କର ଫିଲ୍ଅପ୍ ହେଇଯିବ। ଠିକ୍ ଅଛି, ତ ଏହା ହିଁ ଥିଲା ଆପଣଙ୍କ ଜଜମେଣ୍ଟ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।